ଆଜିର ଟପିକ୍ର ନାଁ ହେଉଛି ଦ ଫ୍ଲି ବାଇ ଜନ୍ ଡନ୍। ଫାର୍ଷ୍ଟ ଟପିକ୍ର ନାଁ ମିନିଂ ଜାଣିବା। ଫ୍ଲି ହେଉଛି ଓଡ଼ିଆରେ ହେଉଛି ଉକୁଣି। ଉକୁଣି ବିଷୟରେ ଟପିକ୍ ହେଇଛି କେମିତି, ମାନେ ଏଠି ପଏମ୍ରେ ପଏଟ୍ କ'ଣ କହିଛନ୍ତି, ଅଲଗା ପ୍ରେମ କାହାଣୀଠୁ ଏଇଟା ଟିକେ ଭିନ୍ନ ଅଟେ। ଏଠି କବି ନିଜ ପ୍ରେମିକାକୁ ଉକୁଣିର ଉଦାହରଣ ଦେଇକି ଗୋଟେ ୟୌନ ସମ୍ବନ୍ଧ ରଖିବା ପାଇଁ ତାଙ୍କୁ କହିଛନ୍ତି। ଆଉ ଚତୁର ଆଉ ତର୍କପୂର୍ଣ୍ଣ କଥା ମଧ୍ୟ ଏଥିରେ କେମିତି କହିଛନ୍ତି ଦେଖିବା। ଲେଟ୍ସ ଷ୍ଟାର୍ଟ ଦ ପଏମ୍ଟାକୁ ଲାଇନ୍ ୱାଇଜ୍ ମୁଁ ଭଲସେ ବୁଝେଇ ଦେବି। ମାର୍କ ବୋର୍ଡ ଦିସ୍ ପ୍ଲି ଏଣ୍ଡ ମାର୍କ ଇନ୍ ଦିସ୍। ବାସ୍ ଏଇ ଯେଉଁ ଛୋଟ ଉକୁଣିକୁ ଧ୍ୟାନ ସେ ଦେଖ, ଆଉ ଏଇ ଯେଉଁ ଛୋଟ ଜୀବର କିଛି ମହତ୍ୱପୂର୍ଣ୍ଣ ଚିହ୍ନ ଅଛି ସେଇଟା ତମେ ଦେଖ। ପଏଟ୍ ତାଙ୍କ ବିଲଭ୍ଡକୁ ଏଥିରେ କହିଛନ୍ତି, ହାଉ ଲିଟଲି ଦ୍ୟାଟ୍ ହୁଇଚ୍ ଦାଉ ଡିନାଇଷ୍ଟ ମି ଇଜ୍। ଦେଖ କେତେ ଛୋଟ ଏଇ ଜିନିଷଟା ଅଟେ ଯୋଉଟା ମୋତେ ତମେ ଦେବାକୁ ମନା କରୁଛ। ମାନେ ତାଙ୍କ ସହିତ ଯୌନ ସମ୍ବନ୍ଧ ରଖିବା ପାଇଁ ସେ କହିଛନ୍ତି କି ଏଇ ସମ୍ବନ୍ଧଟା କେତେ ଛୋଟ ଜିନିଷଟେ ଏ ପଏମ୍ରେ ସେ ଦେଖେଇଛନ୍ତି। ତ ତମେ ମୋତେ ଦେବା ପାଇଁ ଯେଉଁ ମନା କରୁଛ, ଦେଖ ଏଇଟା କେତେ ଛୋଟ ଜିନିଷଟେ। ଇଟ୍ ଇଜ୍ ଷ୍ଟୋକ୍ଡ ମି ଫାଷ୍ଟ ଏଣ୍ଡ ନାଉ ଷ୍ଟୋକ୍ ଦି। ଇଏ ପ୍ରଥମେ ମୋର ରକ୍ତ ଶୋଷିଲା ଆଉ ଏବେ ତୁମ ରକ୍ତ ଶୋଷିଲାଣି। ତାଙ୍କ ବିଲଭ୍ଡକୁ କହୁଛନ୍ତି ଏଇ ଉକୁଣିଟା ପ୍ରଥମେ ମୋ ରକ୍ତ ଆସି ଶୋଷିଲା, ତାପରେ ଏବେ ତମ ରକ୍ତ ଶୋଷିଲାଣି। ଏଣ୍ଡ ଇନ୍ ଦିସ୍ ପ୍ଲି ଆୱାର ଟୁ ବ୍ଲଡ୍ସ ମିଙ୍କ୍ଡ ବି। ଆଉ ଏଇ ଯେଉଁ ଉକୁଣି ଭିତରେ ଆମ ଦୁଇ ଜଣଙ୍କ ରକ୍ତ ମିଶି ଯାଇଛି। ଦାଉ ନୋଷ୍ଟ ଦ୍ୟାଟ୍ ଦିସ୍ କ୍ୟାନଟ୍ ବି ସେଡ୍। ତୁମେ ବି ଜାଣିଛ ଇଏ କୁହାଯାଇ ପାରିବନି କି ଏ ସିନ୍ ନର୍ ସେମ୍ ନର୍ ଲସ୍ ଅଫ୍ ମେଣ୍ଡେଡ୍ ହେଡ୍, କି ଏଇଟା କେଉଁ ପାପ କଥା, ନା ଲାଜ କରିବାର କାମ, ନା କିଛି କମେଇବାର କ୍ଷତି ଅଛି ବୋଲି କୁହାଯାଇ ପାରିବ ନାହିଁ। ୟେଟ୍ ଦିସ୍ ଏନ୍ଜୟସ୍ ବିଫୋର୍ ଇଟ୍ ଓ। ତଥାପି ଏ ଯେଉଁ କିଛି ପ୍ରେମ ନିବେଦନ ବିନା ବା ଖାଲି ନିବେଦନ ବିନା ଏକୁ ଯେଉଁ ନିଜ ଭିତରକୁ ସେ ନେଉଛି, ମାନେ ଆମ ଦୁଇ ଜଣଙ୍କ ରକ୍ତ ଯେଉଁ ତା ଭିତରକୁ ସେ ନେଉଛି, ଏଇଟା କିଛି ପାପ କି ଲାଜ କି କିଛି ଆମର କ୍ଷତି ହେଇଯିବ ସେସବୁ ବିଷୟରେ ତ ଆମେ କିଛି କହିପାରିବା ନାହିଁ। ତାଙ୍କ ବିଲଭ୍ଡକୁ ପଏଟ୍ ଏଠି ବୁଝେଇଛନ୍ତି। ଏଣ୍ଡ ପାମ୍ଡ ସେଲ୍ସ ୱିଥ୍ ୱାନ୍ ବ୍ଲଡ୍ ମେଡ୍ ଟୁ। ଆଉ ଇଏ ଯେଉଁ ଫୁଲିଯାଏ, ମାନେ ଉକୁଣିଟା ଫୁଲିଯାଏ ଭଲ ଭାବରେ ଖାଇକି ଏମିତିକା ରକ୍ତକୁ, ଯେଉଁ ରକ୍ତ ଆମ ଦୁଇ ଜଣଙ୍କର ଅଲଗା ଅଲଗା ରକ୍ତକୁ ମିଶିକି ବନା ହେଇଛି, ମାନେ ତମ ରକ୍ତ ଆଉ ମୋ ରକ୍ତ ଯେଉଁ ମିଶିକି ରକ୍ତଟା ହେଲା ଦୁଇଟାକୁ ଖାଇକି ସେ ଉକୁଣିଟା ଭଲସେ ଫୁଲିଯାଏ। ଏଣ୍ଡ ଦିସ୍ ଏଲାସିସ୍ ଇଜ୍ ମୋର୍ ଦେନ୍ ୱି ଉଡ୍ ବି। ଆଉ ଦୁଃଖର କଥା ଇଏ କି ସେ ଯେଉଁ ଉକୁଣି ଭିତରେ ଯେଉଁ ରକ୍ତଟା ମିଶିଲା ତା ଭିତରେ, ସିଏ ଯେଉଁ ମିଶ୍ରଣ କଲା, ଯେଉଁ ଭଲ ପାଇବା ତା ଭିତରେ ସିଏ ମିଶେଇଲା, ସେଇଟାଠୁ ବି ଅଧିକ ହେଲା କି ଆମେ ଦୁଇ ଜଣ, ପଏଟ୍ ତା ବିଲଭ୍ଡକୁ ଏଇ ଲାଇନ୍ରେ ବୁଝେଇଛନ୍ତି, ଆମେ ଦୁଇ ଜଣ ଯେଉଁ ଆମ ନିଜ ଭିତରେ ମିଶିଯିବା, ସେ ତାଙ୍କ ଭିତରେ ଯୌନ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରିଛନ୍ତି। ସେଥିପାଇଁ ସେ କହିଛନ୍ତି ଆମେ ଦୁଇ ଜଣ ଯେଉଁ ଆମ ଦୁଇ ଜଣ ଭିତରେ ମିଶିଯିବା, ସେଇଟା ହିଁ ବହୁତ ବଡ଼ କଥା। ଉକୁଣି ତା ନିଜ ଭିତରେ ରକ୍ତ ଦୁଇଟାକ ମିଶେଇବାଠୁ ବି ବଡ଼ କଥା। ଓ ଷ୍ଟେ ଥ୍ରୀ ଲିପ୍ସ ଇନ୍ ୱାନ୍ ଫ୍ଲିସ୍ ପେୟାର। ଆଉ ଏଠି ପଏଟ୍ କ'ଣ କହିଛନ୍ତି, ଆଉ ରୁହ, ତା ବିଲଭ୍ଡ କହିଛନ୍ତି ଆଉ ରୁହ, ଆଉ ଯେଉଁ ଏ ଉକୁଣିରେ ଥିବା ତିନୋଟି ଜୀବନକୁ ତମେ ବଞ୍ଚାଅ। ଏଥିରେ ପଏଟ୍ ତାଙ୍କ ତିନୋଟି ଜୀବନ ବିଷୟରେ ଦର୍ଶାଇଛନ୍ତି। ତିନିଟା ଜୀବନ ହେଉଛି ତାଙ୍କ ବିଲଭ୍ଡର ଗୋଟେ, ଆଉ ଗୋଟେ ତାଙ୍କ ନିଜର, ଦୁଇ ଜଣଙ୍କ ରକ୍ତ ଉକୁଣି ଭିତରେ ମିଶିଛି ନା, ଆଉ ଗୋଟେ ହେଉଛି ସେ ଉକୁଣିର ଜୀବନ। ତ ଏଇ ତିନିଟା ଜୀବନକୁ ରୁହ, ତମେ ବଞ୍ଚାଅ। ୱେର୍ ୱି ଅଲମୋଷ୍ଟ ଇଏ ମୋର୍ ଦେନ୍ ମ୍ୟାରେଡ୍ ଆର୍। ଏଇ ଯେଉଁ ଉକୁଣିରେ ଆମେ ପ୍ରାୟତଃ ବିବାହିତଠୁ ବି ଅଧିକ ଅଟୁ। ସିଏ ଏଠି ତର୍କଯୁକ୍ତ କଥାଟିଏ କହିଛନ୍ତି ତାଙ୍କ ବିଲଭ୍ଡକୁ କି ତମେ ଏଇ ଉକୁଣିର ଜୀବନକୁ ବଞ୍ଚାଅ, କାରଣ ଏଇ ଉକୁଣି ଭିତରେ ଆମେ ଦୁଇ ଜଣଙ୍କର ମିଳନ ଘଟିଛି। ଦୁଇ ଜଣଙ୍କ ରକ୍ତ ମିଶିବାକୁ ସେ ନିଜେ ଗୋଟେ ମିଳନ ବୋଲି ତାକୁ ଦର୍ଶାଇଛନ୍ତି। ଏଇଟା ଗୋଟେ ପ୍ରକାର ମିଳନ ଅଟେ ଯେଉଁଟା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ହୁଏ। ସେଇ ମିଳନ ଭଳି ଆମର ମିଳନ ଘଟିଛି। କେମିତି ମିଳନ ଘଟିଛି ନା, ଦିସ୍ ଫ୍ଲି ଇଜ୍ ୟୁ ଏଣ୍ଡ ଆଇ ଏଣ୍ଡ ଦିସ୍, ଏଇ ଉକୁଣି ତୁମର ଆଉ ମୋର ପ୍ରତିନିଧିତ୍ୱ କରୁଛି। ଆଉ ଇଏ ଆୱାର ମ୍ୟାରେଜ୍ ବି ଏଣ୍ଡ ମ୍ୟାରେଜ୍ ଟେମ୍ପୁଲ୍ ଇଜ୍, ଆଉ ଏଇ ବିବାହିତ ବିଛଣା ଆଉ ବିବାହର ମନ୍ଦିର ହେଉଛି ଏଇ ଉକୁଣି ଅଟେ। ଉକୁଣିର ଶରୀରକୁ ସେ କହିଛନ୍ତି ଏଇଟା ଆମ ବିବାହର ଗୋଟେ ବିଛଣା ବି ଅଟେ, ଯେଉଁଠି ଆମ ମିଳନ ହେଲା, ବିବାହ ଯେଉଁଠି ହେଲା ସେ ମନ୍ଦିର ବି ଉକୁଣିର ଶରୀର ଅଟେ। ଆଉ ଏଇ ଉକୁଣି ବି ତମର ଆଉ ମୋର ପ୍ରତିନିଧିତ୍ୱ କରୁଛି। ଆମ ଦୁଇ ଜଣଙ୍କର ଯେଉଁ ମିଳନ ହେଇଛି ତା ଶରୀର ଭିତରେ, ତ ଇଏ ଆମ ଦୁଇ ଜଣଙ୍କର ପ୍ରତିନିଧିତ୍ୱ ବି କରୁଛି। ଆମ ମ୍ୟାରେଜ୍ର
गोटे विवाह स्थल भी ता देह हो जाइए आ बिछना भी होउछि ता निज शरीर। तो उकुणी को शरीर को एमिति भाव बिलप्ड को बुझाई दर्शाई। आशा करछि एटा बुझी पारिथिबो। उकुणी भितरे जो रक्त दी जनकर मिसिला ताकू से गोटे मिलनर स्थान देइछन्ति। जेहेतु उकुणी दीटा रक्त को मिसेइला तो ता शरीरटा को से गोटे विवाहर स्थल गोटे विवाहर बिछना भी कर देइछन्ति। एंड से उकुणी के भी कहिछन्ति जेहेतु तू ता रक्त भी शोषिलु मो रक्त भी शोषिलु देन तू तार मोर प्रतिनिधित्व भी कलु कन्या और बरर प्रतिनिधित्व भी तू कलु। नेक्स्ट जिबा थ्रू पेरेंट्स जज एंड यू वेयर मेट। एमिति कि आम माता पिता भी नाराज अछंती निराश अछंती आउ तुमे भी विरोध करुछ तथापि भी आमे दुई जण एई जो उकुणी भितरे सांगरे मिसी जाइछंती। पोएट कहिछन तांको बिलप्ड को आमर जेहेतु मिलन घटी जाइछि पेरेंट कर बिना इच्छा रे एठी तो सेतिपई पेरेंट को भी नाराज हो सारछंती तमे भी विरोध करछ आउ तथापि आमे दी जण देखो केमिति आमे उकुणी भितरे मिसी गले। एनक्लोस्टेड इन दिस लिविंग वाल्स ऑफ जेड। एठी पोएट उकुणीर गाढ़ा रंग विषय कहिछंती आउ आमे उकुणीर एई जीवन कला रंगर दीवार भितरे बंद होइक अछंती। माने दीटा रक्त जेहेतु उकुणी भितरे अछि आ ता शरीरटा पूरा कला अटे सेथिपई से कहिछंती कला रंगर दीवार भितरे आमे दी जण बंद होइकी रहिछंती। थॉट्स मेक यू एप्ट टू किल मी। एमिति कि तुमे एबे मते मारिबा पई भी इच्छुक अट। से एथिपई कहिछंती काहेकि ना तांको बिलप्ड उकुणीटा को मारिबा पई इच्छा करिछंती सेथिपई से तांको कहिछंती एमिति कि तमे मते भी मारिबा पई इच्छुक करूछ। एटा काहे कहिछंती तळे देखिबा। मी टू ट्राई सेल्फ दिस किलेस्ट बाय किलिंग मी। वास्तव रे तुमे निजर गोटे भाग बा हिस्सा को मारी दउछ मते मारिकी कारण आम रक्त या भितरे मिसिकी अछि तो तमे ताकू जेतेबेले मारिदब तो तुमको आ मते दी जण को मारिबा सहित समान हे जिवो। सेतिपई से कहिथिले कि तमे एबे मते मारिबा पई मध्य इच्छुक अट माने तांको रक्तटा जो उकुणी सहित मरी जिवो सेतिपई से कहिछन्ती। क्रुएल एंड सडन हेथ दाउ सीन। क्रूरता आउ अचानक कौन तुमे तापरे माने होची उकुणीटा को मारिबा परे पर्पल्ड द नेल इन ब्लड ऑफ इनोसेंस। निजर नख को निर्दोष रक्त रे भिजेई दब। उकुणीर रक्त जोथिरे पोएटकर रक्त मिसिथिला से कहिछन तमे ताको नखरे मारिकी तम नख को कौन ता रक्त रे भिजेई दब। Wherein could this plea guilty be, except in the drop which it stroked from thee? ସେଇ ଯୋଉ ଗୋଟିଏ ବୁନ୍ଦା ରକ୍ତ ଯୋଉଟା ତୁମଠୁ ସେ ଶୋଷିଥିଲା ତାକୁ ଛାଡ଼ି ଦେଇକି ଏଇ ଉକୁଣୀକୁ କେମିତି ଦୋଷୀ ମାନି ହେବ। ସେ ପୋଏଟ ଏଠି ତାଙ୍କ ବିଲପ୍ଡକୁ କହିଛନ୍ତି ଯୋଉ ବୁନ୍ଦେ କି ଟିକେ ଗୋଟେ ରକ୍ତ ତମଠୁ ସେ ଉକୁଣୀ ଶୋଷିଛି ଦି ଜଣଙ୍କ ରକ୍ତ ଶୋଷିଛି ତ ମୋର କୌଣସି ପ୍ରୋବ୍ଲେମ ନାହିଁ ବାକି ତମଠୁ ଠୋପେ ରକ୍ତ ସେ ଆଣିଛି ସେଇଟାକୁ କ'ଣ ଛାଡ଼ିଦେଲେ ବାକି ତାକୁ କୋଉ କଥାରେ ତମେ ଦୋଷୀ ମାନି ନବ କି ତାକୁ ମାରିବା ପାଇଁ ଚାହୁଁଛ ତମେ ସେଇଟା ତାଙ୍କ ବିଲପ୍ଡକୁ ସେ ବୁଝେଇବାକୁ ଟ୍ରାଏ କରୁଛନ୍ତି। Yet thou tempest and sayest that thou ତଥାପି ତୁମେ ବିଜୟ ଅଟ ଆଉ ପୁଣି ବି ତମେ କହୁଛ କି findest not the self nor me the weaker now। ନା ତୁମେ ନିଜକୁ ନା ମତେ ଏବେ କମଜୋର ପାଉଛ ସେ ଉକୁଣକୁ ମାରିଲା ପରେ। ଏଇ ଯୋଉ ଉକୁଣୀକୁ ମାରିଲା ପରେ ନିଜକୁ ତମେ ବିଜୟ ବୋଲି ଭାବୁଛ ନା ତମେ ସେଇ ଠୁପେ ରକ୍ତ ପାଇଁ ନିଜେ କମଜୋର ହେଇଯାଇଛ ନା ମତେ ତମେ କମଜୋର ପାଉଛ ଏଇଟା ସେ କହିଛନ୍ତି। ଦିସ୍ ଟ୍ରୁ ଏଇଟା ସତ ଅଟେ ଦେନ୍ ଲର୍ନ ହାଉ ଫ୍ଲେଶ ଫିଓର ବି। ଏଇଟା ଯୋଉ ସତ କହିଛନ୍ତି କି ତୁମର ଯୋଉ ଶରୀରଟା କମଜୋର ତମକୁ ଜଣା ପଡୁନି ଏଇଟା କିନ୍ତୁ ସତ ଅଟେ। ଏଥିପାଇଁ ଜାଣିଲ କି ତମର ଯୋଉ ଡରଟା ବହୁତ ନିରାଧାର ଅଟେ। ଜଷ୍ଟ ସୋ ମଚ୍ ଅନର ହ୍ୱେନ୍ ଦାଉ ୟେଲ୍ଡେଷ୍ଟ ଟୁ ମି। ସେତିକି ପ୍ରତିଷ୍ଠା ତୁମେ ହରେଇବ ଯେବେ ତୁମେ ୟୌନ ରୂପରେ ମତେ ସମ୍ପୂର୍ଣ୍ଣ କରିବ। ୱିଲ୍ ୱେଷ୍ଟ ଏଜ୍ ଦିସ୍ ଫ୍ଲିଜ୍ ଡେଥ୍ ଟୁ କ୍ଲାଇ ଫ୍ରମ୍ ଦି। ସେତେ କମ୍ ପ୍ରତିଷ୍ଠା ତମେ ନଷ୍ଟ ହବ ଯେତେ ଏଇ ଉକୁଣୀର ମୃତ୍ୟୁ ତୁମଠୁ ଜୀବନ ନେବ। ସେ ମାନେ ଏଥିରେ କ'ଣ କହିବାକୁ ଚାହୁଁଛନ୍ତି କି ନିଜର ଯୋଉ କମେଇଥିବା ବା ରୋଜଗାର ହରେଇବା ସେତେ ମହତ୍ଵହୀନ ଅଟେ ଯେତେ ଉକୁଣୀର ମରିବାର ସେ ରକ୍ତର ନୁକସାନ ହେଲା। ମାନେ ଆମ ଦି ଜଣଙ୍କ ରକ୍ତ ସେ ଉକୁଣୀ ଭିତରେ ମିଶିଥିଲା ତମେ ତାକୁ ମାରିଦେଲ ଯେତିକି ରକ୍ତ ଆମ ନୁକସାନ ହେଲା ତା ଭିତରେ ଆମର ଯୋଉ ସମ୍ବନ୍ଧଟା ତମେ ନଷ୍ଟ କଲ ତା
ତୁଳନାରେ ଏଇ ଯେଉଁ ଆମର ଧନ ସମ୍ପତ୍ତି ହରେଇବା, ନିଜର କିଛି କମିଆ ବାହାର କରିବା, ସେଟା ବହୁତ କମ୍ ଅଟେ। ତ ଏଇଟା ଥିଲା ପୋଏଟ୍ଙ୍କର ଦ ଫ୍ଲି, ଯାହାଦ୍ୱାରା ସେ ତାଙ୍କ ପ୍ରେମିକାକୁ ନିଜର ଆଉ ତାଙ୍କ ଭିତରେ ଯେଉଁ ଅଛି ସମ୍ବନ୍ଧଟା, ଏନ ସମ୍ବନ୍ଧ, ସେଟା ସେ ବଜାଇ ରଖିବା ପାଇଁ ଚାହୁଁଥିଲେ, ଯେଉଁଟାକି ଉକୁଣି ମରିବା ସହିତ ସମାପ୍ତ ହେଇଗଲା। ତ ସେଇଟା ବୁଝେଇଛନ୍ତି, ସେଇଟା କରିବାର ଉଚିତ ନଥିଲା। ଆମ ଦୁଇ ଜଣଙ୍କର ମିଳନ କରିବା କଥା। ଯଦି ଆମେ ଦି ଜଣ ଭିତରେ ମିଳନ କରିପାରୁନେ, ତ ଏଇ ଫ୍ଲିକୁ ଦେଖ, ତା ଭିତରେ ସେ କେମିତି ବହୁତ ଛୋଟ ହିସାବରେ ସେ ଆମ ଦି ଜଣଙ୍କର ମିଳନ ବନେଇ ଦେଲା। ତ ଏଇଟା ଏତେ ଛୋଟ ଜିନିଷଟେ, ତମେ ମୋତେ କ'ଣ ପାଇଁ ଦଉନାହ?